ଦୋଷୀ କରିକି ବି ଯାହାର ଛୁଆ ମରିଛି ତାକୁ ବି ହାତ ଉଠେଇକି ବି ଡକ୍ଟର ମାରିବାକୁ ପଛ ଘୁଞ୍ଚା ଦଉନାହାନ୍ତି। ଆଜି କଣ ନ୍ୟାୟ କରିଛନ୍ତି ମୋହନ ସରକାର? ମୋହନ ମାଝି ଏତିକି ଶୁଣନ୍ତୁ, ଡାଇରେକ୍ଟ ଟେଲିକାଷ୍ଟ ହଉଛି, ଆମର ଏତିକି ରିକ୍ୱେଷ୍ଟ ଶୁଣନ୍ତୁ, ସମସ୍ତଙ୍କର ସେବାରେ ଲାଗୁ, ସମସ୍ତେ ଭଲରେ ରୁହନ୍ତୁ, ସମସ୍ତଙ୍କର ସେବା ହଉ। କିନ୍ତୁ ଯୋଉ ଛୁଆଟା ଯାଇଛି ସେଇ ଛୁଆ ପାଇଁ ଆଜି ଆମର ସଂଘର୍ଷ ଚାଲିଛି। ଯୋଉ ଛୁଆଟାକୁ ମାରିଦେଲେ ସେଇ ଛୁଆକୁ ଆଜି ଦେଇପାରିବେନି ଗଭର୍ଣ୍ଣମେଣ୍ଟ ସରକାର। ଆମେ କହିବା ପାଇଁ ଯିବା ଯୋଉ ଡକ୍ଟର ମାନେ ଅଛନ୍ତି, କାଳେ ରାସଲୀଳା ଚାଲୁଥିଲା, ତାଙ୍କ ଡକ୍ଟର ଭିତରେ ଚାଲୁଥିଲା ପ୍ରେମ ସବୁ ଚାଲିଛି, ପ୍ରେମ ସମ୍ପର୍କ ବି ଚାଲିଛି, ସବୁ ରାସଲୀଳା ବି ଚାଲୁଛି। ମେଡିକାଲ ଭିତରେ ଭାଇ ସବୁ ଚାଲିଛି। ହୋଟେଲ ଠୁ ଆହୁରି ମେଡିକାଲ ଭିତରେ ଗଭର୍ଣ୍ଣମେଣ୍ଟ ସରକାର କରିଦେଇଛି ନା ଫିକ୍ସ ଦେଇଦେଇଛି, ଦରମା ଦେଇ ଦଉଛେ। ତାଙ୍କର କଣ ଅସୁବିଧା ହେଇଛି? ଯିଏ ଦୁଃଖୀ ସିଏ ଆସୁଛି ପେସେଣ୍ଟ କୁ ନେଇକି, କିନ୍ତୁ ସେ ପେସେଣ୍ଟ ଅସୁରକ୍ଷିତ ରହିଛନ୍ତି। ପେସେଣ୍ଟ କୁ ଅସୁରକ୍ଷିତ କରିକି ବି, ଦୋଷ କରିକି ବି ଗଭର୍ଣ୍ଣମେଣ୍ଟ ସରକାର ମୋହନ ମାଝୀ ମୋର ଏତିକି ରିକ୍ୱେଷ୍ଟ, ସିଏମ ପାଖକୁ ଆପଣ ଦେଇଦେବେ 4 ଲକ୍ଷ, କିନ୍ତୁ ଗୋଟେ ଛୁଆକୁ ଦେଇପାରିବେନି ମାକୁ। କିନ୍ତୁ ଡକ୍ଟର ହେଇକି ଆମକୁ ହାତ ଉଠଉଛି ପବ୍ଲିକ। ସିକ୍ୟୁରିଟି କଥା ଯଦି କହିବା, ଯୋଉ ଟେରିଆରେ 10-12 ହଜାର ଟଙ୍କା କାମ କରୁଛନ୍ତି ସେମାନଙ୍କୁ ଏତେ ଭାଉ ଦେଲା କିଏ? ସିକ୍ୟୁରିଟିଙ୍କର ବିହେଭିୟର ଖରାପ, ନର୍ସଙ୍କର ବିହେଭିୟର ଖରାପ, ଏମିତି ବିହେଭିୟର କରୁଛନ୍ତି। ଆଉ କେତେ ଦିନ ପରେ ଆପଣ ମାନଙ୍କ ପାଖକୁ ଖବର ଯାଉଥିବ ବି। ମୋହନ ମାଝୀ ସରକାରଙ୍କୁ ମୋର ଏତିକି ରିକ୍ୱେଷ୍ଟ, ଗଭର୍ଣ୍ଣମେଣ୍ଟ ତରଫରୁ ଏତିକି ରିକ୍ୱେଷ୍ଟ, ଆହୁରି ତଦାରଖ କରନ୍ତୁ। ଆହୁରି ତଦାରଖ କଲେ ସମସ୍ତେ ଚିର ଉପକୃତ ହେବେ। ସମସ୍ତଙ୍କ ଭାଇ ଭଉଣୀ ମାନେ ସମସ୍ତେ କଲ୍ୟାଣ ହବ, ସମସ୍ତେ ଭଲରେ ରୁହନ୍ତୁ। କିନ୍ତୁ ଏଇମାନେ କାହିଁକି ବାଡେଇବାକୁ କହୁଛନ୍ତି? କାହିଁକି ବାଡେଇଲେ? ତା ପାଇଁ କଣ କରିବେ ନା? ଆଜି ଆମେ ହଙ୍ଗାମା କରିବୁ, ବାହାର କରେଇ ଦବୁନୁ। ସେ ଡକ୍ଟରକୁ ହିଁ ବାହାର କରିବୁ, ନର୍ସକୁ ବି ବାହାର କରିବୁ, ବାଡେଇକି ଛାଡିବୁ। ଆପଣ ମାନେ ଯଦି ନ ଶୁଣିବେ କେହି ବାହାରୁନ। କଣ ବାହାରିବେ? କି ବାହାରୁଛ? କଣ ବାହାରୁଛ? କେତେ ବାହାରିକି କଣ କରି ପକେଇଲନି? କେତେ ମିଡିଆ ସାମ୍ନାରେ କହିଦେଲନି? ବାହାରୁଛ କଣ ଅଛ? କେତେ ପଇସା ଖାଇଛ ତମେ ମାନେ? ତମେ ମାନେ କେତେ ପଇସା ଖାଇଛ? କେତେ ପଇସା ଦଉଛନ୍ତି ସେମାନେ ତମକୁ? ସିକ୍ୟୁରିଟି ନର୍ସଙ୍କର ବ୍ୟବହାର, ଡକ୍ଟରଙ୍କର ଏସି ଭିତରେ ରହିବେ। ସରକାର ଚାକିରି କରୁଛନ୍ତି ଡକ୍ଟର, ସିକ୍ୟୁରିଟି ମାନଙ୍କର ଏମିତି ବ୍ୟବହାର, ତମେ ଡକ୍ଟରଙ୍କଠୁ ବି ଅଧିକ ତାଙ୍କର ବଡ ହାତ ଅଛି ଏମିତି ଭାବନ୍ତି। ଆମେ ଯଦି କଣ ପଚାରିବ, ସିକ୍ୟୁରିଟି ମାନେ ଏମିତି କୋଶ୍ଚିନ୍ ଆନ୍ସର ଦେବେ, ଆପଣ ମାନେ ପ୍ରତି ଉତ୍ତର ଦେଇପାରିବେନି। କେତେ ମାନେ ଏମିତି ବିହେଭିୟର ସବୁ ସିକ୍ୟୁରିଟି ମାନେ ବହୁତ, ନର୍ସ ସିକ୍ୟୁରିଟି ବହୁତ ଖରାପ। ସିକ୍ୟୁରିଟି ଆଉ ନର୍ସ ତାଙ୍କ ଭିତରେ ପ୍ରେମ ସମ୍ପର୍କ ବହୁତ ପ୍ରେମ ସମ୍ପର୍କ। ଏତିକି ନୁହଁ ଭାଇ, ଆହୁରି ଆମେ ଦେଖିଛୁ ଏଇ 10 ଦିନ ଭିତରେ ରିସେଣ୍ଟଲି ମୋର ଏତିକି 10 ଦିନ ଭିତରେ ରିସେଣ୍ଟଲି ମୋର ଗୋଟେ ପେସେଣ୍ଟ ଅପରେସନ, ହାର୍ଟ ଅପରେସନ ହେଇଥିଲେ, କିନ୍ତୁ ତାଙ୍କୁ ବି ଏମିତି ତାଙ୍କର ଜେଣ୍ଟସ କେହି ନାହାନ୍ତି, ତାଙ୍କର ବାପା ମା ନାହାନ୍ତି। ଆଜି ତାଙ୍କୁ କହିଲେ ଦରକାର, ମୋ ଲେଡିସ୍ ଦରକାର। ମୁଁ କହିଲି କି ଲେଡିସ୍ କେହି ଆସିପାରିବେନି, ସବୁ ଜେଣ୍ଟସ ଆସିବେ। ତମେ ଯେତେବେଳେ ଭୁଲ କରୁଛ, ଆପଣ ମାନେ କିଛି ଭୁଲ କରୁନାହାନ୍ତି। ଆଜି ହିଁ ଆମ ପାଇଁ ନା ଲେଡିସ୍ ବସିଲେ ଆମକୁ କିଛି ଅସୁବିଧା ହେଲା ତମେ ଭାଇ, ମୁଁ କହିଲି କି ହଁ ଆମେ ଦାୟୀ। ତମେ ଲେଖିପାରିବ କି ଆମ ପେସେଣ୍ଟର ଭଲ ମନ୍ଦ ହେଲେ ଆମେ ବୁଝିବୁ, ତମେ କେହି ଆସିବନି ନା? ଆମେ କାହିଁକି ଲେଖିବୁ? ଯଦି ଲେଖିବନି, ଗୋଟେ ପେସେଣ୍ଟ ତାର କେହି ନାହାନ୍ତି, ସେ କୋଉଠି ଲେଡିସ୍ ପେସେଣ୍ଟ ଆଣିବ? ଏଇ ହଉଛି ଅସୁବିଧାର ସମ୍ମୁଖୀନ ଏଇ ନର୍ସ ମାନେ, ସିକ୍ୟୁରିଟି ମାନେ, ଡକ୍ଟର ମାନେ କେହି ଭଲ ନୁହନ୍ତି। ଏମାନେ ଭଗବାନ ଭାବିକି ଆମେ ଏଠିକି ଆସୁଛୁ, କିନ୍ତୁ କେହି ଉପକୃତ ହେଇପାରୁନାହୁଁ। ଆପଣ ମାନେ ଦେଖିଲେ ପ୍ଲିଜ ଭିଡିଓଟା ଅନ୍ୟ ମାନେ ପାଖକୁ ସେୟାର କରନ୍ତୁ। କ୍ୟାପିଟାଲ ମେଡିକାଲ ଦେଖୁଛନ୍ତି, ମାନେ ସିକ୍ୟୁରିଟି ଆଉ ନର୍ସ ଭିତରେ ପ୍ରେମ ସମ୍ପର୍କ କରା କରୁଛନ୍ତି। ରାତି ହେଲା ଗୋଟେ ଗୁମ୍ଫା ଭିତରେ ଗଳି ଯାଇକି ପେସେଣ୍ଟ କାନ୍ଦୁଛନ୍ତି, ଦେଖିଲା ଡକ୍ଟର ଆଉ ସିକ୍ୟୁରିଟି ସେ ଲେଡିଜ ଧରି ମାଣ୍ଡି ବସୁଛନ୍ତି ଏଠି।